ଲକ୍ଷାଧିକ ଟଙ୍କାର ସରକାରୀ ଡାକ୍ତରଖାନାର ଔଷଧକୁ ଲୁଚାଇ ନିଆଁ ଲଗାଇ ଜାଳିଦେଲେ। ସିଡିଏମ୍ଓ କହିଲେ ତଦନ୍ତ କରିବେ। ସରକାର ମାଗଣାରେ ଗରିବ ଲୋକମାନଙ୍କୁ ଔଷଧ ଦେଉଥିବା ସମୟରେ କିଛି ସରକାରୀ ହସ୍ପିଟାଲ ସେହି ଔଷଧକୁ ବଣ୍ଟନ କରି ଏହାକୁ ଏକ ପଥର ଖାଦନରେ ଲୁଚାଇ ନିଆଁ ଲଗାଇ ଜାଳି ଦେଇଥିବାର ଦେଖାଯାଇଛି। ଅତି ଆଶ୍ଚର୍ଯ୍ୟର କଥା, ଏଥିମଧ୍ୟରେ 2023, 2024, 2025 ମସିହାରେ ଏକ୍ସପାୟାରି ହୋଇଥିବା ଔଷଧ ରହିଛି। ଘଟଣାଟି ଘଟିଛି ଶାଳଗାଁ ପଞ୍ଚାୟତର ବମ୍ବୁରି ନିକଟସ୍ଥ ଏକ ପଥର ଖାଦନରେ। କିଛି ଯୁବକ ଭୋଜି ପାଇଁ ସେଠାକୁ ଯିବା ସମୟରେ ଦେଖିଥିଲେ। ପ୍ରାୟ 15 ଦିନ ପୂର୍ବରୁ ଏହି ଖାଦନରେ ଔଷଧକୁ ଫୋପାଡ଼ି ନିଆଁ ଲଗାଇ ଦେଇଥିଲେ। ଏଠାରୁ ମିଳିଥିବା ପଲିଥିନରେ ଲେଖା ରହିଛି, ଏହି ଔଷଧ କେବଳ ହସ୍ପିଟାଲରେ ବ୍ୟବହୃତ ହୋଇପାରିବ। ଏହି ଘଟଣାରେ ନିକଟସ୍ଥ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଇନଚାର୍ଜ ଥିବା ମଧୁସ୍ମିତାଙ୍କୁ ପଚାରିବାରୁ ସେ କହିଲେ, ଏଭଳି ଔଷଧକୁ ପୋଡ଼ିବା ପାଇଁ ନିୟମ ନାହିଁ। ସମସ୍ତ ମିଆଦ ଶେଷ ଔଷଧକୁ ମୁଖ୍ୟ ଅଫିସକୁ ଫେରସ୍ତ କରାଯାଏ। ଅନ୍ୟପକ୍ଷରେ ସିଡିଏମ୍ଓ ସହିତ ଯୋଗାଯୋଗ କରିବାରୁ ସେ ଏହି ଘଟଣାର ତଦନ୍ତ କରିବେ ବୋଲି କହିଥିଲେ। ଏହି ଘଟଣାର ତଦନ୍ତ କରିବା ଆବଶ୍ୟକ, କାରଣ ମାଗଣାରେ ମିଳୁଥିବା ମିଆଦ ଶେଷ ଔଷଧରେ ଯଦି କୌଣସି ବ୍ୟକ୍ତିବିଶେଷଙ୍କ ଅସୁବିଧା ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଅନ୍ୟପକ୍ଷରେ ଯଦି ଏହି ଔଷଧର ମିଆଦ ଶେଷ ହୋଇଯାଇଛି, ତାହେଲେ ରାତି ଅଧିଆ ଜଙ୍ଗଲ ଭିତରେ ଖାଦନରେ କାହିଁକି ନିଆଁ ଲଗାଇଲେ? ଡାକ୍ତରଖାନା ନିକଟସ୍ଥ କିମ୍ବା କିଛି ଦୂରରେ କରିପାରିଥାନ୍ତେ। ଅତି ଆଶ୍ଚର୍ଯ୍ୟର କଥା, ସମ୍ପୂର୍ଣ୍ଣ ମେଡିସିନ ପୋଡ଼ି ହୋଇନାହିଁ। ଏବେ ସେହି ମିଆଦ ଶେଷ ଔଷଧକୁ ପଶୁପକ୍ଷୀ ଖାଇବା ଆରମ୍ଭ କରିଛନ୍ତି। ଏପରିକି କିଛି ଯୁବକମାନେ ସେଥିରୁ ଭଲ ଅଛି ବୋଲି ଭାବି ମେଡିସିନ ନେଇ ଯାଉଛନ୍ତି। ଏହାର ପରିଣାମ ପାଇଁ କିଏ ଦାୟୀ ରହିବ? ଅତି ବେଶୀରେ ଏହି ଔଷଧକୁ ପୋତି ଦେବାର ଆବଶ୍ୟକ ରହିଛି। ସୁଶାନ୍ତ କୁମାର ବାରିକ, ଶାଳଗାଁ ପଞ୍ଚାୟତ, ବରେଇପାଟଣା। କ'ଣ କହିବେ ଆଜି ଯେଉଁ ଏଠି ଦେଖିଲେ କ'ଣ ଘଟଣା କ'ଣ? ଏ ବମ୍ବୁରି ନିକଟରେ ଆମେ ଭୋଜି ପାଇଁ ଆସିଥିଲୁ। ଆମର ସାଙ୍ଗସାଥି ସମସ୍ତେ ଆସିଥିଲୁ। ଏଠି ବୁଲିବା ଭିତରେ ଆମେ ଦେଖିବାକୁ ପାଇଲୁ ଯେ ଏତେ ସଂଖ୍ୟାର କ'ଣ ମେଡ଼ିସିନ ପୋଡ଼ାଯାଇଛି। ସେଇଠୁ ଆମେ ତା ବିଷୟରେ କିଛି ଦେଖିଲୁ। ଏକ୍ସପାୟାର କେତେ ଗୁଡ଼ା ମେଡ଼ିସିନ ଗୁଡ଼ା ଯାଇଛି। ଏ ଡିସେମ୍ବର 25ର ବି ଏକ୍ସପାୟାର ଅଛି। ଡିସେମ୍ବର 25ର ମେଡ଼ିସିନ ନୂଆବର୍ଷ ନ ଯିବା ପୂର୍ବରୁ ମେଡ଼ିସିନ ପୋଡ଼ାଯାଇଛି। କିନ୍ତୁ ଆମେ ଦେଖିଲୁ ଏତେ ସଂଖ୍ୟାର ମେଡ଼ିସିନ କ'ଣ ପାଇଁ ପୋଡ଼ାଯାଇଛି। ଆମେ ସେଥିପାଇଁ ଆମର ନିକଟରେ ଆମର ଜଣେ ପ୍ରେସ୍ ବନ୍ଧୁକୁ ଆମେ ଖବର କରିଥିଲୁ। ସିଏ ମଧ୍ୟ ସାଙ୍ଗେ ସାଙ୍ଗେ ଆମକୁ କହିଲେ କାଲି ସକାଳେ ଯିବା, ସେ କ'ଣଟା ହେଇଛି ଦେଖିବା, ଦେଖିଲା ପରେ ଆମେ କ'ଣ ତା ବିଷୟରେ ଜାଣିବା। କ'ଣ ସରକାରୀ ମେଡ଼ିସିନ ନା ବେସରକାରୀ ମେଡ଼ିସିନ? ବ୍ରାଣ୍ଡ ତ ସବୁ ସରକାରୀ ଗଭର୍ଣ୍ଣମେଣ୍ଟରେ ପଲିଥିନ୍ରୁ ଜଣାପଡ଼ୁଛି, କିନ୍ତୁ ତା ବିଷୟରେ କ'ଣ ଆମେ ତ ସଠିକ୍ ଭାବରେ ଜାଣିନୁ। କିନ୍ତୁ ସରକାରୀ ବ୍ରାଣ୍ଡରେ ଜଣାପଡ଼ୁଛି। ସେ କ'ଣ କହିବେ ଯେଉଁ ଅଛି 24ର ଅଛି, ଡିସେମ୍ବର 25ର ମଧ୍ୟ ମେଡ଼ିସିନ ଅଛି। କ'ଣ କହିବେ ଲୋକମାନଙ୍କ ପାଖରେ କ'ଣ ପ୍ରଭାବ ପଡ଼ିବ ଏ ଯେଉଁ ଔଷଧ ଯଦି ଖାଇଥିବେ? ସିଏ ତ ସାଧାରଣ ଆମର ହେଉଛନ୍ତି ଖଟିକିଆ ମୂଲିଆ ଶ୍ରେଣୀର ଲୋକ। ସିଏ ଏ ବିଷୟରେ କିଛି ଜାଣିନାହାନ୍ତି, ଅବଗତ ମଧ୍ୟ ନାହାନ୍ତି। ଏକ୍ସପାୟାର କ'ଣ ସେ ଜାଣିନାହାନ୍ତି। କିନ୍ତୁ କୌଣସି ମେଡ଼ିସିନରେ MRP ନାହିଁ। ତା ମାନେ ଇଏ ହେଉଛି ଜଣାଯାଉଛି ଗଭର୍ଣ୍ଣମେଣ୍ଟ ମେଡ଼ିସିନ। ଆଉ ସାଧାରଣ ଲୋକ ଏଥିରେ କ'ଣ ଜାଣିବେ? ଏ ତ ଲକ୍ଷାଧିକ ଟଙ୍କାର ମେଡ଼ିସିନ ଯେ କ'ଣ ଆପଣମାନେ ଦାବି କରୁଛନ୍ତି? ଜଣେ ପଞ୍ଚାୟତ ଏତେ ସଂଖ୍ୟାର ମେଡ଼ିସିନ ଆମର ସାଧାରଣ ଲୋକ ମଧ୍ୟ ମେଡ଼ିକାଲକୁ ଯାଇକିରି ଲେଖି ଦେଉଛନ୍ତି ଚିଠା ଯେ ସେ କିଣିକିରି ମଧ୍ୟ ମେଡ଼ିସିନ ଆଣୁଛନ୍ତି ବାହାରୁ। କିନ୍ତୁ ଏତେ ସଂଖ୍ୟାର ମେଡ଼ିସିନ ଏଠି ପୋଡ଼ାଯାଇଛି, ସେଥିପାଇଁ କ'ଣଟା ତା ଭିତରେ ରହସ୍ୟଟା ଅଛି ଆମେ ଜାଣିବା ପାଇଁ ଚାହୁଁଛୁ।